ଦଶମ ସ୍କନ୍ଧ ଦ୍ୱାରିକା ଲୀଳା ଷଡ଼ଶୀତିତମ ଅଧ୍ୟାୟ ରାଜୋବାଚ ଚରଣେ ଦେଇ କର ବୋଲେ ପରୀକ୍ଷଣ ପବର ଭମୁନି ଆନନ୍ଦ ଚରିତ ଶୁଣି ହୋଇଲି କୃତକୃତ୍ୟ ମହାତ୍ମା ମୁକୁନ୍ଦର ବାଣୀ ଆତ୍ମା ପବିତ୍ର କଲି ଶୁଣି ଅପରେ କର୍ମ କଲେ ଯେତେ ଅନନ୍ତ ବଳ ପ୍ରମିତେ ମାୟା ମନୁଷ୍ୟ ରୂପ ଧରି ଦେବ ଅଦ୍ଭୁତ କର୍ମ କରି ଅଧର୍ମ ନାଶୀ ଧର୍ମ ରକ୍ଷା ଭାବେ ସେ ବିଭ ଗୁରୁ ଦୀକ୍ଷା ହରିଲେ ଧରଣୀର ଭାର ବ୍ରହ୍ମା ଶଙ୍କରେ ଅଗୋଚର ଆବର କର୍ମ କଲେ ଯେତେ ଭମୁନି କହ ଦୟା ଚିତେ ଜ୍ଞାନ ସଂକଳ୍ପ ମୂଢ଼ ମନ ବିଷ୍ଣୁ ମାୟାରେ ହୋଇ ଛନ୍ନ ଯେ ଭୂତ ହୋଇ ଆତ୍ମାପାଶ ଦୁର୍ଲଭ କର୍ମ କଲେ ନାଶ ନର ଗୁଣ ଶୁଦ୍ଧ ମନେ ନିରତେ ସ୍ମରେ ଯେ ବଚନେ ତାହାକୁ ବୋଲି ବାକ୍ୟ ସାର ଅନ୍ୟ ପ୍ରକାରେ ଅନ୍ଧକାର ଯେ ହସ୍ତେ କରେ ବିଷ୍ଣୁ କର୍ମ ତାହାକୁ ବୋଲି ହସ୍ତ ଧର୍ମ ତୀର ଜଙ୍ଗମ ମଧ୍ୟ ହରି ଅନନ୍ତ ବାକ୍ୟ ଅଛି ପୁରୀ କରଇ ଏକ ଭାବ କର୍ମ ତାହାକୁ ବୋଲି ସ୍ତୁତି ଧର୍ମ ନର ପୁଣ୍ୟ କଥା ବାଣୀ ଯେ ନିତ୍ୟ କର୍ଣ୍ଣ ପଥେ ଶୁଣି ତାହାକୁ କର୍ଣ୍ଣ ବୋଲି ଲେଖି ଅନ୍ୟଥା ଭୂମି ବିଳେ ଲକ୍ଷୀ ତାବର ଆଦି ଯେତେ ଦେଇ ଆଙ୍କ ମଧ୍ୟ ବିଷ୍ଣୁ ଥାଇ ଯେ ଜାଣି କରେ ନମସ୍କାର ନିଶ୍ଚୟ ତାହାଙ୍କୁ ବୋଲି ଶିର ନର ରୂପ ଯେ ଲୋଚନ ନିରତେ କରେ ଦର୍ଶନ ତାହାକୁ ବୋଲି ଚକ୍ଷୁ ଏକା ଅନ୍ୟଥା ମୟୂର ଚନ୍ଦ୍ରିକା ବିଷ୍ଣୁ ସେବକ ଯେତେ ଲୋକ ତାହାର ଚରଣ ଉଦକ ଯାହାର ଶରୀରେ ଲାଗଇ ସେ ପ୍ରାଣୀ ଧନ୍ୟ ଦେହ ବହି ଏମତ ଶୁଣି ରାଜା ମୁଖେ ସୁଖ ଲୋଚନ ବୁଝି ସୁଖେ ନ ଚରଣେ ଚିତ୍ତ ଦେଇ କହନ୍ତି ରାଜା ମୁଖ ଚାହିଁ କବାଚ ଶୁଣ ହେ ଅଭିମନ୍ୟୁ ବଳା ପୂର୍ବେ ଦରିଦ୍ର ବିପ୍ରେ ଥିଲା ବିଦ୍ୟା ପଠନେ ଗୁରୁ ଘରେ ଗୋବିନ୍ଦ ଅବନ୍ତୀ ନଗରେ ଯାହାଙ୍କ ସଙ୍ଗେ ହେଲେ ମିତ୍ର ଏକଥା ଇହ ଲୋକେ ଚିତ୍ର ସେ ବିପ୍ର ବେଦନାଦ ମଧ୍ୟ ଉତ୍ତମ ଇନ୍ଦ୍ରିଗଣ ସାଧେ ଗୃହସ୍ଥ ଆଶ୍ରମେ ବସଇ ସ୍ୱଧର୍ମେ ଯେତେ ଲାଭ ପାଇ ସେ ଧନେ ପୋଷଇ ଜୀବନ ନିରତେ କୃଷ୍ଣ ପାଦେ ମନ ଦେବାଙ୍ଗ ବସ୍ତ୍ର ପରିଧାନେ ନିତ୍ୟ ଶରୀର ଶୋଧେ ଜ୍ଞାନେ ତାର କାମିନୀ ପତିବ୍ରତା ନିରତେ ସ୍ୱାମୀ ପାଦେ ରତା ଏମତେ ମହା ଦୁଃଖ ସହି ବୋଲେ ଦରିଦ୍ର ମୁଖ ଚାହିଁ ଭୋନାଥ ସଂସାରର ସାର ଦୁର୍ଲଭ ମାନବ ଶରୀର ପୂର୍ବେ ପାଞ୍ଚିଲା ପୁଣ୍ୟ ନାହିଁ ଦରିଦ୍ର ପଣେ ଦେହ ବହି ଆହାରେ ହୋଇଲି ନିରାଶ ଧିକ ମୋହର ଗୃହବାସ ପୂର୍ବେ ନ ଦେଲି ବିପ୍ର ହସ୍ତେ ଏବେ ପାଇବି କେଉଁ ମତେ ହୋଇବି ଦରିଦ୍ର ଜୀବନ ଭୋନାଥ ଶୁଣ ମୋ ବଚନ ତୁମ୍ଭେ ଯେ ବୋଲୁଥାଅ ଗଳ୍ପେ ମୋ ମିତ୍ର କୃଷ୍ଣର ସଙ୍ଗତେ ସେ ହରି ବ୍ରାହ୍ମଣ ବତ୍ସଳ ପରମାନନ୍ଦ ଆଦି ମୂଳମ୍ ଅନାଥ ଜନ ନିସ୍ତାରଣ ଶରଣ ପରମ କାରଣ ସାଧୁ ଜନକ ନିଜ ପତି ନିଶ୍ଚିନ୍ତେ ଅଛି ଦ୍ୱାରାବତୀ ତାଙ୍କ ନିକଟେ ତୁମ୍ଭେ ଯାଅ ଆମ୍ଭ ଦରିଦ୍ର ପଣକ ମିତ୍ର କାମିନୀ ଦୁଃଖ ଶୁଣି ଦୟା ସାଗର ଚକ୍ର ପାଣି ଅନେକ ଧନ ତୁମ୍ଭ ହସ୍ତେ ଦେବେ ସେ ମିତ୍ର ଭାବ ଅର୍ଥେ ତାହାର ପାଦ ପଦ୍ମ ଚିତେ ଯେ ପ୍ରାଣୀ ଚିତେ ଅବିରତେ ତାହାକୁ ଆତ୍ମପଦ ଦେଇ ଏ ତତ୍ତ୍ୱ ବେଦେଛନ୍ତି କହି ଯେ ଅବା ଭୋଗ ଅର୍ଥେ ସେବେ ଧର୍ମାଦି ତିନି ବର୍ଗ ଲଭେ ଏମତ ମହିମା ତାହାର ଭୋନାଥ ବିଳମ୍ବ ନ କର ଏମତ ଶୁଣିତା ବଚନ ବ୍ରାହ୍ମଣ ବିଚାର ଇ ମନମ୍ ଦେଖ ଏ ବହୁ ଭାଗ୍ୟ ମୋର ଦେଖିବି ଶରଣ ସୋଦର ବ୍ରାହ୍ମଣ ବତ୍ସଳ ଅନନ୍ତ ସ୍ୱଭାବେ ମୁହିଁ ତାର ମିତ୍ର ପ୍ରାଣୀର ଭାବ ସେ ଜାଣଇ ଏଣୁ ସକଳ ହୃଦେ ଥାଇ କମଳା ସେବେ ତା ଚରଣ ମୁଁ ତାରେ ପଶିବି ଶରଣମ୍ ପତ୍ନୀ ବଚନେ ମୋହ ମନ ଗୋବିନ୍ଦ ମୋତେ ଦେବେ ଧନ ମିତ୍ର ଐରି ନାହିଁ ଯାର ଭାବକୁ ଥାଇ ନିକଟରମ୍ ଏମତେ କରି ଅନୁମାନ ପତ୍ନୀ କି ବୋଲଇ ବଚନ ମିତ୍ର ଭୁବନେ ଯିବି ମୁହିଁ ଭେଟିବି କିବା ଦ୍ରବ୍ୟ ଦେଇ ବନ୍ଧୁ ସୁହୃଦ ଯୋଗ ମତେ ଯେ ପ୍ରାଣୀ ଗମେ ଶୂନ୍ୟ ହସ୍ତେ ଭାବ ନ ରହେବେନି ମଧ୍ୟ ନିନ୍ଦିତ ଶାସ୍ତ୍ର ଅନୁବାଦେ ଯେ ଅବା ଅଛି ମୋର ଘରେ ଆଣ କଲ୍ୟାଣୀ ଉପହାରେ ଜୀବଇ ମିତ୍ର ଦର୍ଶନେ ଏମନ୍ତେ ସ୍ୱାମୀର ବଚନେ ବିପ୍ରଙ୍କ ଘରେ ଭିକ୍ଷା କରି ପୃଥୁ ତଣ୍ଡୁଳ ମୁଷ୍ଟି କରି ଖଣ୍ଡିତ ବସ୍ତ୍ରେ ବାନ୍ଧିଥିଲେ ତକ୍ଷଣେ ବିପ୍ର করে ଦେଲେ ପୃଥୁକ ଘେନି ଉପାସନେ ଚଳିଲା ଦ୍ୱାରକା ଭୁବନେ ପଥେ ଚିନ୍ତଇ ବିପ୍ରଜାନ୍ତେ କୃଷ୍ଣକୁ ଭେଟିବି କେମନ୍ତେ ଦାରିଦ୍ର୍ୟ ଦୁଃଖ ଏ ମୋହର ଯେ ହରି ବ୍ରହ୍ମାଣ୍ଡ ଠାକୁର ହେମନ୍ତ ବିଚାର ଇ ମନେ ପଥେ ଗମଇ ସାବଧାନେ ହେମନ୍ତେ ଯାଇ କେତେ ଦୂରେ ପ୍ରବେଶ ହେଲା ବନ ଘରେ ଘୋର ଗହନ ଗଲା ଜିଣି ଗମଇ ଦିବସ ରଜନୀ ଅନେକ ପାଇ ପଥ ଶ୍ରମ ମିଳିଲା ଦ୍ୱାରକା ଭୁବନ ବୃଷ୍ଟି ଅନ୍ଧକ ଯଦୁପୁର କିଅବା ଦେବା ପଟାନ୍ତର ଜହି ଗୋବିନ୍ଦ ଦେହ ଘେନି 16 ସହସ୍ର ନାରୀ ରମି ସେ ପୁରେ ବିପ୍ର ପରବେଶେ ଜୀବ ଯେ ସନେ ବ୍ରହ୍ମ ମିଶେ ମିଳିଲା ରୁକ୍ମିଣୀ ମନ୍ଦିର ଜହିଁ ବିଜୟ ଚକ୍ରଧର ବିପ୍ର ମିଳିଲା ସେ ଭୁବନେ ଭକତ ବନ୍ଧୁ ଦର୍ଶନେ ଗୋବିନ୍ଦ ବିପ୍ର ମୁଖ ଦେଖି ଉଠିଲେ ଆସନ ଉପେକ୍ଷୀ ପ୍ରିୟା ସଙ୍ଗତ ଛାଡ଼ି ହରି ବିପ୍ରଙ୍କୁ ଆଲିଙ୍ଗନ କରି
ଭକତ ବନ୍ଧୁ ଦାମୋଦର ହୃଦୟ ଲଗାଇ ବିପ୍ରବର ଆନନ୍ଦେ ପୁଣ ପୁଣ କୋଳେ ନୟନ ଯୁଗୁ ଅଶ୍ରୁ ଗଳେ ଆନନ୍ଦେ ମିତ୍ରଙ୍କୁ ବସାଇ ଚରଣ ଶୁଦ୍ଧ ଜଳେ ଧୋଇ ଶେଷ ଉଦକ ଶିରେ ଘେନି ନମିଲେ ବ୍ରହ୍ମାଣ୍ଡର ସ୍ୱାମୀ ଜାପାଦ ଜଳ ଗଙ୍ଗା ନଦୀ ପବିତ୍ର ଜଗତେ ପ୍ରସିଦ୍ଧି ଜାନାମେ ସର୍ବ ପାପ ହରେ ସେ ବିପ୍ରପାଦ ବହେ ଶିରେ ଟିକରେ ଘେନି ଚତୁସମ ସୌରଭ ଗନ୍ଧ ମନୋରମ ଆନନ୍ଦେ ବିପ୍ର ଅଙ୍ଗେ ବୋଳି ଭକତ ବନ୍ଧୁ ବନମାଳୀ ଅଗୁରୁ ଧୂପ ଦେଇ ପାଶେ ପାଦ ପୋଛନ୍ତି ପିତବାସେ କର୍ପୂର ବାସେ ଦୀପପନ୍ତି ଆନନ୍ଦେ ଜାଳି ଯଦୁପତି ଜାପାଦା ଜଳ ଗଙ୍ଗା ନଦୀ ପବିତ୍ର ଜଗତେ ପ୍ରସିଦ୍ଧି ଜାନାମେ ସର୍ବ ପାପ ହରେ ସେ ବିପ୍ରପାଦ ବହେ ଶିରେ କରେ ଘେନି ଚତୁସମ ସୌରଭ ଗନ୍ଧ ମନୋରମ ଆନନ୍ଦେ ବିପ୍ର ଅଙ୍ଗେ ବୋଳି ଭକତ ବନ୍ଧୁ ବନମାଳୀ ଅଗୁରୁ ଧୂପ ଦେଇ ପାଶେ ପାଦ ପୋଛନ୍ତି ପିତବାସେ କର୍ପୂର ବାସେ ଦୀପପନ୍ତି ଆନନ୍ଦେ ଜାଳି ଯଦୁପତି ଚରଣ ପୂଜି ଷଡ଼ ଅର୍ଘେ ତାମ୍ବୁଳ ଦେଇ ଅନୁରାଗେ ସ୍ଥଳ ପ୍ରଭୁ ଭଗବାନ ମିତ୍ରେ ପୁଛନ୍ତି ତୋଷ ମନମ୍ କୁଶ୍ଚିତ ବସ୍ତ୍ର ଦ୍ୱିଜବର ଦୁଃଖେ ମଳିନ କଳେବର ସୁଧା ଅନଳେ କମ୍ପେ କାଏ ଝିନ ବସନ ଅଙ୍ଗେ ସ୍ୱୟଂ ଦିବ୍ୟ ଚାମର କରେ ଘେନି ବିଛନ୍ତି ବିଷ୍ମଙ୍କ ନନ୍ଦିନୀ କୃଷ୍ଣର ଅନ୍ତପୁର ନାରୀ ବିପ୍ରଙ୍କୁ ଦେଖନ୍ତି ଉଭାରି କୃଷ୍ଣର ସେବା ଅନୁମାନେ ଦେଖନ୍ତି ବିସ୍ମିତ ବଦନେ ଏକ ଆରେକ ମୁଖ ଚାହିଁ ବୋଲନ୍ତି ଗାଲେ ହାତ ଦେଇ ଦେଖ ଏହାର ତପ ଫଳ ଯାର ସେବକ ନନ୍ଦବାଳ ଏମନ୍ତ ନାହିଁ ନ ଦେଖିଲା ପୂର୍ବେ କେତେ ପୁଣ୍ୟ କଲା ରୂପ ଦିଶଇ ବିପରୀତ ଜନ୍ମ ଚିକ୍ଣ ଦେହ ହାତ ଦେଖ ଏ ଅଧମ ନିଧନ ଏହୁ ସଂସାରେ କ୍ରିୟାହୀନ ଏହାର ଦେହେ ନନ୍ଦବଳା ଶ୍ରୀଭୁଜେ ଆଲିଙ୍ଗନ କଲା ଲକ୍ଷ୍ମୀର ସଙ୍ଗେ ସଜ୍ଜା ତେଜି ଆନନ୍ଦେ ବେନି ଚକ୍ଷୁ ବୁଝି ଆନନ୍ଦେ ତାର ବେନି ଭୁଜେ ଯେମନ୍ତେ ବଳଭଦ୍ରେ ବିଜେ ଏମନ୍ତ ବୋଲି ପୁରଜନେ ଗୋବିନ୍ଦ ଗଭୀର ବଚନେ ଏ ଗୁରୁ ଭବନେ ବାଳ କାଳେ ଥିଲେ ଯେ ବାଳ ସଙ୍ଗ ମେଳେ ସେ କଥା ଗୋବିନ୍ଦ ସୁମରି କହନ୍ତି ବିପ୍ରପାଦ ଧରି ଲଳିତ ଗତି ଦାମୋଦର ବୋଲନ୍ତି ଶୁଣ ବିପ୍ରବର ଗୁରୁ ଦକ୍ଷିଣା ଆମ୍ଭେ ଦେଇ ଘରେ ମିଳିଲୁ ବେନି ଭାଇ ତୁମ୍ଭେ ଯେ ବିଦ୍ୟା ସମ୍ପ୍ରାପତେ ନିଜ ଭୁବନେ ଉପଗତେ ଉତ୍ତମ କୂଳେ କନ୍ୟାବରୀ ବିବାହ ହୋଇଲେ ଏକ ନାରୀ ତାହା ମୁଁ ନ ମଣଇ ସତ ଦେଖିଲି ତୁମ୍ଭକୁ ସାକ୍ଷାତ ଗୃହକରଣ କାମ ଭୋଗ ତୁମ୍ଭରି ମନ ବୈରାଗ ନିର୍ଲୋଭ ପ୍ରାୟ ମୁଁ ମଣଇ ବୋଲନ୍ତି ପ୍ରଭୁ ଭାବଗ୍ରାହୀ ଠକାଏ ଲୋକ ଏ ସଂସାରେ କର୍ମ ସାଧନ୍ତି ନିଜ ଘରେ କର୍ମେ ନୁହନ୍ତି ହତଚେତା ସଂସାରେ ମୋହ ଗୃହ ଯଥା ପବିତ୍ର ଗୁରୁ ଘରେ ଯାଇ ବିଦ୍ୟା ପଢ଼ିଲୁ ବେନି ଭାଇ ତୁମ୍ଭ ସହିତେ ଶିଶୁ ମେଳେ ବା ହେଲା ବାଳ କାଳେ ଗୁରୁ କହିଲେ ଜ୍ଞାନ ସାର ଯେଣେ ନ ଲାଗେ ସଂସାର ଯେ ଗୁରୁ ପୁଣ୍ୟ କର୍ମ ଫଳେ ଆମ୍ଭେ ଲଭିଲୁ ମହି ତଳେ ଆଶ୍ରମୀ ଜନ କାମ ପୁର ମୁଁ ଜେନେ ଜ୍ଞାନ ଦାତା ଗୁରୁ ଯେ ପ୍ରାଣୀ ବର୍ଣ୍ଣାଶ୍ରମ ମଧ୍ୟରେ ପଣ୍ଡିତ ଜନ ଅନୁବାଦେ ମୋର ବଚନ ଉପଦେଶେ ସଂସାରୁ ତରନ୍ତି ବିଶ୍ୱାସେ ଯଜ୍ଞ ସମାଧି ତପ ଶାନ୍ତି ଏ ମାର୍ଗେ ଯେ ମତେ ଭଜନ୍ତି ତାହାକୁ ନହେ ତେଡ଼େ ଦୋଷ ଗୁରୁ ଭକତି ମୋ ବିଶ୍ୱାସ ହେ ବିପ୍ର ଶୁଣ ମିତ୍ର ମୋର ମନେ କି ଅଛଇ ତୁମ୍ଭର ଆମ୍ଭେ ଯେ ଗୁରୁ ଘରେ ଥାଇ ଗୁରୁ କାମିନୀ ଆଜ୍ଞା ପାଇ ଗୁରୁଙ୍କ ଅର୍ଣ୍ଣ ସିଦ୍ଧ ଅର୍ଥେ ଅରଣ୍ୟେ ପଶିଲୁ ସମସ୍ତେ ସ୍ୱଇନ୍ଧନ ଆଣିବାରେ ମିଳିଲୁ ଘୋର ଅରଣ୍ୟରେ ଏମନ୍ତେ ଅନ୍ୟ ଋତୁ କାଳେ ଗଗନେ ମିଳି ମେଘମାଳେ ଦିବସେ କରି ଅନ୍ଧକାର ବାତ ଭରସା ମହାଘର ନିଗୁଢ଼ ବଜ୍ରାଘାତ ତ୍ରାସ ବନେ ନଦୀ ସେ ଦଶ ଦିଶ ତକ୍ଷଣେ ରବି ଅସ୍ତ ହେଲା ଘୋର ତିମିର ପ୍ରକାଶିଲା ଶୁଖିଲା କାଠ ଆଣିବାରେ ଆମ୍ଭେ ଗମିଲୁ ବନ ଘରେ ଜଳ ପୁରିଲା ବନ ଭୂଇଁ ସ୍ଥଳ ଶରୀର ନଦୀ ସଇ ଜଳ ପବନ ଦେହେ ବାଜି ଆମ୍ଭେ ବୁଲିଲୁ ସ୍ଥାନ ଖୋଜି ଏକ ଆରେକ ହସ୍ତ ଧରି ଦିଗ ନ ପାଇ ଅନୁସରି କାତରେ ଉଠି ବୃକ୍ଷ ଡାଳେ ରାତ୍ରେ ବଞ୍ଚିଲୁ ଏକ ମେଳେ ମତେ ରଜନୀ ପାହିଲା ରବି କିରଣ ପ୍ରକାଶିଲା ଗୁରୁ କାମିନୀ ସଙ୍ଗ ମେଳେ ଆମ୍ଭକୁ ଖୋଜି ପ୍ରାତ କାଳେ ଡାକନ୍ତି ମୁଖେ ନାମ ଧରି ଖୋଜନ୍ତି ଘୋର ବନେ ହେରି ଶବଦ ଶୁଣି ଘୋର ବନେ ଆମ୍ଭେ ମିଳିଲୁ ସାବଧାନେ ଆତୁରେ ଶୁଖିଛି ବଦନ ଆମ୍ଭକୁ ଦେଖି ତୋଷ ମନ ଆମ୍ଭର ଦୁଃଖ ମୁଖ ଚାହିଁ ଗୁରୁ ବୋଲନ୍ତି କୋପ ହୋଇ ହେ ଶିଶୁ ପୁତ୍ର ମୋର ଅର୍ଥେ ତୁମ୍ଭେ ଯେ ବହନ ସମସ୍ତେ ଦୁର୍ଗମ ଗହନ ବନସ୍ତେ ଏହା ନମଣି ମୋର ଅର୍ଥେ ଦୁଃଖେ ଗମିଲେ ଘୋର ବନ ମୁଁ ଆଜି ହୋଇଲି ପ୍ରସନ୍ନ ଯେତେ ତୁମ୍ଭର ମନୋରଥ ମୋର କଲ୍ୟାଣେ ହେଉ ସାର୍ଥ ତୁମ୍ଭର ବିଦ୍ୟା ତିନି ଲୋକେ ଅକ୍ଷୟ ହୋଇଥାଉ ସୁଖେ ହେମନ୍ତ କଲେ ସେ କଲ୍ୟାଣ କୃଷ୍ଣ ବୋଲନ୍ତି ମିତ୍ର ଶୁଣ ହେମନ୍ତେ ନାନା କୌତୁକେ ବଞ୍ଚିଲୁ ଗୁରୁ ଗୃହେ ସୁଖେ ଗୁରୁ ପ୍ରସନ୍ନେ ବିଦ୍ୟା ଜାଣି ବ୍ରାହ୍ମଣ ବୋଲେ ତାହା ଶୁଣି ନାଥ ଦେବଙ୍କର ଗୁରୁ ବିପାକ ଫଳକୁ ବିଚାରୁ ଗୁରୁ ଭୁବନେ ତୋର ମେଳେ ଯେବେ ମୁଁ ଥିଲି ବାଳ କାଳେ
ତୋ ସଙ୍ଗ ପାଦ ପୁଣ୍ୟ କାମ ତାକୁ ନ ଲାଗେ ଭବ ଭ୍ରମ। ଦେବତା ମାନେ ତୋ ଶରୀରେ ତୋ ସଙ୍ଗେ ଗୁରୁଙ୍କ ନବରେ ମୁତିଲି ବୋଲିବେ କେ ଜନ ବଡ଼ ଏ ଶାସ୍ତ୍ର ବିଡ଼ମ୍ବନ। ନ ପ୍ରସନ୍ନେ ଭାଗବତ କହିଲା ବିପ୍ର ଜଗନ୍ନାଥ। ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ भाष्यिकां दशमस्कन्धे कृष्ण दामोदर मिलने नाम षोडशीतितमोऽध्यायः। बोलानन्दे कवार हरि हरि बोलम्।